କେଉଁ ଜୀବର ମେରୁଦଣ୍ଡ ଥାଏ? ଝିଟିପିଟି। କେଉଁ ସାର ଶରୀରକୁ ତାପ ଶକ୍ତି, ବଳ ଓ ଶକ୍ତି ଯୋଗାଇଥାଏ? ଶ୍ୱେତସାର। ବାୟୁ ପ୍ରଦୂଷଣରୁ କେଉଁ ରୋଗ ହୋଇଥାଏ? ଶ୍ୱାସ ରୋଗ। ପଦାର୍ଥର କେତୋଟି ଅବସ୍ଥା ରହିଛି? 3ଟି। କିଏ ହଇଜା ରୋଗ ସୃଷ୍ଟି କରିଥାଏ? ମାଛି। ଆୟୋଡିନ କିପରି ପଦାର୍ଥ? କଠିନ। ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ଯନ୍ତ୍ରପାତି ତିଆରି ହୋଇଥାଏ? ନମନୀୟ। ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ଗ୍ରହଣ କରେ? ମୂଳ। କେଉଁଥିରୁ ମୁକ୍ତା ମିଳେ? ଶାମୁକା। କାହାଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପେ? ମଶା। ଧ୍ରୁବତାରା ଚାରିପଟେ କିଏ ଘୂରୁଅଛି? ସପ୍ତର୍ଷିମଣ୍ଡଳ। କୀଟପତଙ୍ଗମାନଙ୍କ କେତୋଟି ଗୋଡ଼ ଥାଏ? 6ଟି। ବାତଜ୍ୱର ବାହକ କିଏ? ମଶା। ବାତଜ୍ୱର ବାହକ କିଏ? ମଶା। କେଉଁ ଜଳକୁ ଉତ୍ତମ ପାନୀୟ ଜଳ କହିବା? ନଳକୂପ। ତାରାମାନଙ୍କ ମଧ୍ୟରେ କେଉଁ ଗ୍ୟାସ୍ ଥାଏ? ଓଜୋନ। କେଉଁ ଗଛରୁ ଝୁଣା ମିଳେ? ଶାଳ। ପିମ୍ପୁଡ଼ି କାମୁଡ଼ିଲେ କେଉଁ ଏସିଡ୍ ଯୋଗୁଁ ଫୁଲିଯାଏ? ଫର୍ମିକ୍ ଏସିଡ୍। ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ଗ୍ରହଣ କରେ? ମୂଳ। ଉଦ୍ଭିଦର କେଉଁ ଅଂଶ ଉଦ୍ଭିଦ ରୋଷେଇ ଘର? ପତ୍ର।